ସମସ୍ତଙ୍କୁ ଆମ ଚ୍ୟାନେଲ୍ କ୍ରିଏଟିଭ୍ ସ୍ନାଇଡ୍ ସ୍ୱାଗତ। ତେବେ ରହିଛି ଆପଣଙ୍କ ପାଇଁ ନ୍ୟୁଜ୍ ଅପଡେଟ୍ 1426 ଯାହା ଆପଣ ପାଇପାରୁଛନ୍ତି ଆମ ଚ୍ୟାନେଲ୍ ମାଧ୍ୟମରେ। ବହୁତ ସାରା ଏଜୁକେସନ୍ ଇନଫର୍ମେସନ୍ ଅଛି, ଆମେ ଆପଣ ସେୟାର କରିଯାଉଛୁ। ପ୍ରଥମତଃ କହିବାକୁ ଚାହିଁବୁ ଆପଣମାନଙ୍କୁ ଆମର ଇଗ୍ନୋର ଅଲରେଡ଼ି ଇ ବୁକ୍ ଆମେ ହେଇସାରିଛି ପାର୍ଟ 1ଟା ଆମେ ଲଞ୍ଚ ବି କରିସାରିଛୁ ଆଣ୍ଡ ପାର୍ଟ 2 ବହୁତ ଶୀଘ୍ର ଆପଣମାନଙ୍କୁ ପ୍ରୋଭାଇଡ଼ କରିବୁ, ଆପଣମାନେ ନେଇପାରିବେ। ଆଣ୍ଡ ତା ସହିତ PGT କୋର୍ସ ବି OVS DGT ଆଣ୍ଡ SSB ରିଗାର୍ଡ଼ିଂ ଗୋଟେ ଅପଡ଼େଟ୍ ଅଛି, ମୁଁ ଆପଣଙ୍କୁ ଆସନ୍ତାକାଲି ସେ ରିଗାର୍ଡ଼ିଂ ଅପଡ଼େଟ୍ ଦେବି। ଆଣ୍ଡ ଆପଣ ଦେଖନ୍ତୁ ପ୍ରଥମତଃ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍ ଜାତୀୟ ଗଣିତ ଦିବସରେ ଆମେ ସମସ୍ତେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା, ମନେ ପକାଇବା ନିଶ୍ଚିତ ଭାବରେ। ଆଣ୍ଡ ନେକ୍ସଟ ରହିଛି ଆପଣଙ୍କର ଯାହା ଗୋଟେ ଶିକ୍ଷକ ସଂଗଠନ ଭାବରେ ଶିକ୍ଷକମାନଙ୍କ ପ୍ରତି ଉତ୍ତରଦାୟିତ୍ୱ ଥିଲାବେଳେ ମୋତେ ମନେ ହେଲା ଅନ୍ୟ ଶିକ୍ଷକ ସଂଗଠନ ତ ଚୁପ୍ ବସିଛନ୍ତି। ଅନୁଗୁଳରେ ଆପଣଙ୍କର ଯେଉଁ ସମର ଆକ୍ସନ୍ ବାତିଲ, ୱିଣ୍ଟର ଭ୍ୟାକେସନ୍ ବାତିଲ, ଏସବୁ ଜିନିଷ ଯେଉଁ କରାଯାଉଛି ଆକୁ ପ୍ରତିବାଦ କରିବା ପାଇଁ କେହି ଆଗକୁ ଆସୁନାହାନ୍ତି। ସେ ଜିଲ୍ଲା ହେଇ ସେ ଜିଲ୍ଲା ଶିକ୍ଷକମାନେ ଭୋଗନ୍ତୁ, ସେ ତାଙ୍କର ସମାଧାନ କରିବେ। ଏଇ ଯେଉଁ ଶିକ୍ଷକମାନଙ୍କର ଘଟଣା ନୀତି ଲାଗି ସମାଧାନ ହେଇପାରୁନି। ଆଜି ଗୋଟେ ନୂଆ ଗଠିତ ହୋଇଥିବା ଶିକ୍ଷକ ସଂଗଠନଟିଏ ଏକ୍ସମାସ ଛୁଟି ଅନୁଗୁଳରେ ହେଉନି ବୋଲି ବିରୋଧ କରୁଛି ଆଣ୍ଡ ଆକ୍ସନ୍ ନେବା ପାଇଁ ଆପଣଙ୍କର ଚିଠି କରୁଛି। କିନ୍ତୁ ଥରେ ଚିନ୍ତା କରନ୍ତୁ, ଆପଣଙ୍କର ଅନ୍ୟମାନେ ଚୁପ୍ ବସୁଛନ୍ତି, କିଛି ଆପଣଙ୍କର କୌଣସି ମତାମତ ନାହିଁ, କିଛି ଆପଣଙ୍କର କୌଣସି ରିପ୍ଲାଏ ନାହିଁ। ମାନେ ଥରେ ଚିନ୍ତା କରିପାରିବେ ଆପଣ କିଭଳି ଭାବରେ ଏଇ ଜିନିଷ କରାଯାଉଛି। କ'ଣ କୁହାଯିବ, ଏଠି ଆପଣଙ୍କର କହିବା ପାଇଁ କିଏ ଅଛି, ଶୁଣିବା ପାଇଁ କିଏ ଅଛି। ଯାହା ହଉ ନୂତନ ଭାବେ ଗଠିତ ହୋଇଥିବା ମାନେ ଯେଉଁ ସଂଗଠନ ନିଶ୍ଚିତ ଭାବରେ ଗୋଟେ ନିଜର ମତାମତ ଉପସ୍ଥାପନ କରିଛନ୍ତି ଉଚିତ ଢଙ୍ଗରେ। ଆଣ୍ଡ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ଆପଣ ଦେଖିବେ ଡିପାର୍ଟମେଣ୍ଟ ଅଫ୍ ହାୟର ଏଜୁକେସନ୍ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା, ଏଇଟା SSB ଲେକ୍ଚରର ପାଇଁ ଆପଣଙ୍କର ଅଲରେଡ଼ି ଆସିସାରିଛି, ଫାଇନାଲ୍ ସିଲେକ୍ସନ୍ ଆସିସାରିଛି ଆଣ୍ଡ ତା ରୋଲ୍ ନମ୍ବର ବି ଆସିସାରିଛି। ଯେଉଁମାନେ ସିଲେକ୍ସନ୍ ପାଇଛନ୍ତି ସେମାନଙ୍କର ବାଇବା ଭଏସ୍ ଟେଷ୍ଟ କରାଯିବ, ଇଣ୍ଟରଭ୍ୟୁ କରାଯିବ, ଯେଉଁଟାକି ହେଲ୍ଡ ସର୍ଟଲି ବହୁତ ଶୀଘ୍ର କରାଯିବ। ଅଫିସିଆଲ୍ ୱେବସାଇଟ୍ରେ ତା'ର ଅପଡ଼େଟ୍ ଦିଆଯିବ, ଆପଣମାନେ ସେଥିପାଇଁ ପ୍ରସ୍ତୁତ ଥାଆନ୍ତୁ ଯେଉଁମାନେ ସିଲେକ୍ସନ୍ ପାଇସାରିଛନ୍ତି। ଆଣ୍ଡ ନେକ୍ସଟ ଦେଖିବେ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ହୋମ୍ ଡିପାର୍ଟମେଣ୍ଟର ଚିଠି ଅନୁସାରେ ଗୋଟେ ପକେଟ୍ ଆଲାଉନ୍ସେନ୍ସ ପୋଲିସ ପର୍ସନାଲ ମାନଙ୍କର ମାନେ ଇନ୍ ରାଙ୍କ ଅଫ୍ ହାବିଲଦାର କନେଷ୍ଟବଳ ଏମାନଙ୍କର ବୃଦ୍ଧି କରାଯାଇଛି। ସେମାନେ ଯେହେତୁ 8 ଘଣ୍ଟା ଏବଂ ତାଠୁ ଅଧିକ କଣ୍ଟିନ୍ୟୁଅସଲି ଡ୍ୟୁଟି କରୁଛନ୍ତି, ତେଣୁ ସେମାନଙ୍କ ପାଇଁ ଏଇଟା କରାଯାଇଛି ଏବଂ ସେଇଟା 50 ଟଙ୍କା ଫୁଡ୍ ପ୍ୟାକେଟ୍ ପାଇଁ 50 ଟଙ୍କା ପ୍ରତିବଦଳରେ 75 ଟଙ୍କା ପର୍ ଡେ ହାବିଲଦାରମାନଙ୍କୁ ଆଣ୍ଡ କନେଷ୍ଟବଳମାନଙ୍କୁ ଦିଆଯିବା ପାଇଁ ଦିଆହେଇଛି, ଯେଉଁମାନେ କି ଫର୍ 8 hours or more 8 ଘଣ୍ଟା ତାଠୁ ଅଧିକ ଡ୍ୟୁଟି କରୁଛନ୍ତି। ଠିକ୍ ଅଛି। ଆଣ୍ଡ ଆପଣଙ୍କର ଏଇଟା ଏଇ ଅର୍ଡ଼ର ଇସ୍ୟୁ ଠାରୁ ଏଇଟା ଇଫେକ୍ଟିଭ୍ ହେବ। ଆଣ୍ଡ ଆପଣ ଦେଖିବେ ଆଜି CGLର ଫାଇନାଲ୍ ରେଜଲ୍ଟ ଆସିସାରିଛି, ଆପଣ କଟ୍ ଅଫ୍ ବି ଦେଖିପାରିବେ କେଉଁ କାଟାଗୋରୀ କଟ୍ ଅଫ୍ କେତେ ଯାଇଛି। ଆଣ୍ଡ ମ୍ୟାଥମେଟିକ୍ସ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ଯେଉଁମାନଙ୍କର ଇଜ୍ ନଟ୍ ରିକ୍ୱାର୍ଡ଼, ଯେଉଁମାନଙ୍କର ରିକ୍ୱାର୍ଡ଼ ନଥିଲା ସେମାନଙ୍କର କଟ୍ ଅଫ୍ 101 ଯାଇଛି 1.5। ଆଣ୍ଡ ଯେଉଁମାନଙ୍କର ମାଣ୍ଡାଟୋରୀ ଥିଲା ମ୍ୟାଥମେଟିକ୍ସ ଆଣ୍ଡ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ସେମାନଙ୍କର ଆପଣଙ୍କର ଯାଇଛି 102। ଠିକ୍ ଅଛି। ଆଣ୍ଡ ନେକ୍ସଟ ଦେଖିବେ ଆପଣଙ୍କର ଲାଷ୍ଟ ସିଲେକ୍ସନ୍ ଅଫ୍ ଡିଫରେଣ୍ଟ କାଟାଗୋରୀ ପୋଷ୍ଟ ଅଫ୍ ସର୍ଭିସ୍ ହୁଇଜ୍ କ୍ୱାଲିଫାଇଂ 98.75 ଗୋଟେ ଆଭରେଜ୍ କଟ୍ ଅଫ୍ ଯାଇଛି। ଆଣ୍ଡ ଆପଣ ଦେଖିବେ ରହିଛି ଗ୍ରାଣ୍ଟ 1 ମୋର୍ ଆପଣଙ୍କର ଆଟେମ୍ପ୍ଟ ଯେଉଁ ରହିଛି ପ୍ରିଲିମ୍ ଏକ୍ଜାମିନେସନ୍ ଆଣ୍ଡ ମେନ୍ ଏକ୍ଜାମିନେସନ୍ UPSC ଆଣ୍ଡ OPSC ପିଲାଙ୍କ ଡିମାଣ୍ଡ ଥିଲା ବଢ଼ିବା ପାଇଁ, UPSC ପ୍ୟାଟର୍ନ OS ଏକ୍ଜାମିନେସନ୍ ପାଇଁ। ତ ସେଇ ବିଷୟରେ ଆଲୋଚନା ପାଇଁ ମିଟିଂ ରଖାଯାଇଛି। ନିଶ୍ଚିତ ଭାବରେ ଆଗାମୀ ଦିନେ ଏହାର ନୂଆ କିଛି ନିର୍ଦ୍ଦେଶ ଆସିପାରେ ଏବଂ 22/12/2023ର ଚିଠି ଅନୁସାରେ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟିଙ୍କର ଗାଇଡ଼ଲାଇନ୍ ରହିଛି। ଅର୍ଗାନାଇଜେସନ୍ ଆକ୍ଟିଭିଟି ଆପ୍ରୁଭ୍ଡ ଅଣ୍ଡର ଇନୋଭେସନ୍ ହେଡ୍ ଅଫ୍ PAB 2023-24। PAB ରିପୋର୍ଟ ଆପଣ ଜାଣିଛନ୍ତି, PAB ଆପଣଙ୍କର ବସେ ପ୍ରତିବର୍ଷ ଆପଣଙ୍କର ଏଇ ଡିସେମ୍ବର ଜାନୁଆରୀ ଆଣ୍ଡ ତା'ର କିମ୍ବା ଏପ୍ରିଲ ଭିତରେ ନୂଆ ସେସନ୍ ଭିତରେ ତା ରେଜଲ୍ଟ ଆସିଯାଏ। ଆପଣଙ୍କର ମେ ସୁଦ୍ଧା ନୂଆ PAB ଆସିଯାଏ। ବର୍ତ୍ତମାନ ସେଥିପାଇଁ ବିଭିନ୍ନ PABର ଯେଉଁ ଥିଲା ବିଭିନ୍ନ ସାହିତ୍ୟ ସୃଜନୀ ହେଉ ବା ଆପଣଙ୍କର କମ୍ପ୍ୟୁଟର ସ୍କିଲ୍ ହେଉ, ସୋସିଆଲ ଇନୋଭେସନ୍ ହେଉ, କିଣ୍ଡର ଗାର୍ଡ଼େନ୍ ହେଉ, ଏସବୁ ଜିଜ୍ଞାସା ଯେଉଁଟା ସାଇନ୍ସ ନେଚର ଆଣ୍ଡ ଏସବୁ ଏକ୍ସପ୍ଲୋରେସନ୍ ପାଇଁ ଆକ୍ଟିଭିଟି ବର୍ତ୍ତମାନ ଷ୍ଟାର୍ଟ କରାଯିବ ସ୍କୁଲ ଲେବୁଲରେ। ଦଶପଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଇଁ ଛାତ୍ରଛାତ୍ରୀ ଟଙ୍କା ଆଦାୟ। ଏଠି ଶିକ୍ଷକ ଇନଭଲ୍ଭ ନାହାନ୍ତି, ଶିକ୍ଷକ ଦୋଷ ଦେବେନି କି ଶିକ୍ଷକଙ୍କୁ ଦାୟୀ କରିବେନି, ଏଠି ଶିକ୍ଷକ ଇନଭଲ୍ଭ ନାହାନ୍ତି।
ଏଠି ଟଙ୍କା ଆଦାୟ କରୁଛନ୍ତି ଗାର୍ଡ଼ିଆନ୍ ପ୍ୟାରେଣ୍ଟ ଆସୋସିଏସନ୍। ଆପଣ ଦେଖିବେ ଏଠି ଆପଣଙ୍କର ସନ୍ତୋଷ ଗାର୍ଡ଼ିଆନ୍ ସେକ୍ରେଟାରୀ ଯିଏ ରହିଛନ୍ତି ସେ ଆପଣ ହ୍ୱାଟ୍ସଆପ୍ ଗ୍ରୁପ୍ରେ ସେୟାର କରୁଛନ୍ତି ଏବଂ ଜଣକା ଛାତ୍ରଛାତ୍ରୀରୁ 500 ଟଙ୍କା ଆଦାୟ କରାଯାଉଛି। ତେବେ ଆପଣଙ୍କର ଆପଣ ଦେଖିପାରିବେ ଏଥିରେ ବାର୍ଷିକ ଯେଉଁ ଉତ୍ସବ ପାଇଁ ପିଲାମାନେ 500 ଟଙ୍କା ଦେବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏପଟେ ଏସବୁ ଟଙ୍କା ଆଦାୟ କରାଯାଉଥିବା କଥା ପ୍ରଧାନ ଶିକ୍ଷକ ସମୀର କୁମାର ସାହୁ ଅସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁସାରେ ଏସବୁ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ କିଛି ଆଦାୟ କରାଯାଇ ନଥାଏ ଏବଂ ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉନଥିବା ସେ କହିଛନ୍ତି। ସେ ବାସ୍ତବରେ ଶିକ୍ଷକ ଇନଭଲ୍ଭ ନାହାନ୍ତି ଏଠି, କିଏ ପ୍ୟାରେଣ୍ଟ ଆଦାୟ କରୁଛନ୍ତି କ'ଣ କରୁଛନ୍ତି ଏଇଟା ଆପଣ ଦେଖିପାରୁଛନ୍ତି ଗ୍ରୁପ୍ରେ କ୍ଲିୟର ପ୍ୟାରେଣ୍ଟ ହିଁ ଆଦାୟ କରୁଛନ୍ତି। ତେଣୁ ଏଠି ପ୍ୟାରେଣ୍ଟକୁ ପଚାରିଲେ ଯିଏ ଆଦାୟ କରୁଛି ସେ ହିଁ କହିପାରିବ କ'ଣ ପାଇଁ ଆଦାୟ କରୁଛି। ଆଣ୍ଡ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଫାଇନାନ୍ସ ଡିପାର୍ଟମେଣ୍ଟ ଚିଠି ଅନୁସାରେ ଗୋଟେ ହିନ୍ଦୀ ଫିଲ୍ମ ଆସିଛି 12th ଫେଲ୍। ଓକେ, ଇଜ୍ ବେସ୍ଡ ଅନ୍ ଦ ରିଅଲ୍ ଲାଇଫ୍ ଷ୍ଟୋରି ଅଫ୍ ଏ ବୟ। ତ ନିଶ୍ଚିତ ଭାବରେ ସେ କେମିତି UPSC କ୍ରାକ୍ କଲା, 12th ଫେଲ୍ ଥିଲା, ତାପରେ ତାର ଲେବର ଆଣ୍ଡ ସେ ମାନେ କେମିତି ଗୋଟେ ନିଶ୍ଚିତ ଭାବରେ ଗୋଟେ ପ୍ରୋତ୍ସାହନ ଗୋଟେ ଯୋଗାଇବ। ଆଉ ସେଥିପାଇଁ ଗୋଟେ ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ ଟ୍ୟାକ୍ସ ଫ୍ରି କରୁଛନ୍ତି ତା ଉପରୁ GST କୌଣସି କଲେକ୍ସନ୍ କରାଯିବ ନାହିଁ, ପୁରା ଟ୍ୟାକ୍ସ ଫ୍ରି ରହିବ। ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ। ଏବଂ ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆ ଯେଉଁ ଚିଠି କରିଥିଲେ ୟାକୁ ନେଇ ବହୁତ ସାରା ଯୁକ୍ତିତର୍କ ଆଜି ପିଲାମାନେ ମୋ ସହିତ କରିଛନ୍ତି, କିଛି ପିଲାମାନେ କରିଛନ୍ତି। ତ ଏଠି 21 ଡିସେମ୍ବର 2023 ଯେଉଁ ଚିଠି ଆସିଥିଲା ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ଆସିଛି। ତ ଆପଣ ଜାଣିଛନ୍ତି ଆଗକୁ ଲେଜିସ୍ଲେଟିଭ୍ ଇଲେକ୍ସନ୍ ଅଛି ଆଣ୍ଡ ଆସେମ୍ବ୍ଲିର ଆଣ୍ଡ ତା ସହିତ MP ଇଲେକ୍ସନ୍ ବି କରାଯିବ। ଏଇଟା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକିମ୍ ଏସବୁରେ ଆପଣଙ୍କର ରହିଛି। ତ ଆପଣ ଦେଖିବେ ଏଇଟା ଆପଣଙ୍କର ଯେଉଁ 16 ଜୁନ୍, ଠିକ୍ ଅଛି, 16 ଜୁନ୍ ରହିଛି ଆପଣ ଆନ୍ଧ୍ରପ୍ରଦେଶ। ଅରୁଣାଚଳ ପ୍ରଦେଶ ରହିଛି ଆପଣଙ୍କର 11 ଜୁନ୍। 2nd ଜୁନ୍ ରହିଛି ଆପଣଙ୍କର ଅରୁଣାଚଳ ପ୍ରଦେଶ 11 ଜୁନ୍ ଆଣ୍ଡ 2024, 2nd 2024, 24 ଜୁନ୍ 2024 ଆଣ୍ଡ 2nd ଜୁନ୍। ଓକେ, 2nd ଜୁନ୍ ଆପଣ ରହିଛି ସିକିମ୍ ଆଣ୍ଡ 24 ଜୁନ୍ ରହିଛି ଓଡ଼ିଶା। ତ ଏଇ ଦିନ ଯାକେ ଆପଣଙ୍କର ଯେଉଁ ଟର୍ମ ରହିଛି, ଯେଉଁମାନେ କାମ କରୁଛନ୍ତି MP ମାନେ ସେମାନେ ଟର୍ମ ରହିଛି, ତ ଆସେମ୍ବ୍ଲିର ଟର୍ମ ରହିଛି। ତ ଦ କମିଶନ୍ ହାଜ୍ ଫଲୋଇଂ ଯାହା ଆପଣଙ୍କର କନଷ୍ଟିଟ୍ୟୁସନ୍ ପଲିସି ଅଛି, ଗୋଟେ ଷ୍ଟେଟ୍କୁ ନେଇ ତ ଇଲେକ୍ସନ୍ କରାଯିବନି। ତ ଗୋଟେ ଆପଣଙ୍କର ଜୁନ୍ ମାସରେ ସବୁ ଜାଗାର ଟର୍ମ ସରୁଛି। ତେଣୁ ମୋତେ ଆଜି କହିଲେ ପିଲାମାନେ ମାର୍ଚ୍ଚ ମାସକୁ କୋଡ଼ କ'ଣ ଲାଗିବ, ଏଠି କେଉଁଠି ଲେଖା ଅଛି ମୋତେ କହିଲେ, କେଉଁଠି ଲେଖା ହେଇଛି ଆପଣଙ୍କର? ତ ଦେଖନ୍ତୁ ଏଠି ଲେଖାଗଲା ଯେ ଆପଣଙ୍କର 30 ଜୁନ୍ ସୁଦ୍ଧା ସବୁଯାକ ସବୁ ଯେତେ ଏଠି ଯେଉଁ ଷ୍ଟେଟ୍ରେ ସବୁ ସରିଯାଉଛି, ଠିକ୍ ଅଛି, 30 ଜୁନ୍ ସୁଦ୍ଧା ସବୁ ସରିଯାଉଛି ଷ୍ଟେଟ୍ର। ତ ଗୋଟେ ଜିନିଷ ହେଉଛି ଯେ ଆପଣଙ୍କର ଯେତେ ମାନେ ଅଛି ଆପଣ ଇଲେକ୍ସନ୍ କମିଶନ୍ ଅଛନ୍ତି କନସର୍ନ ଷ୍ଟେଟ୍ ମାନଙ୍କର ସମସ୍ତଙ୍କୁ ଇନଫର୍ମ କରିଦିଆଗଲା। କାହିଁକି ନା ଏଇ ଯେଉଁ ଡେଟ୍ ସରୁଛି ନା ନିୟମ ଅନୁସାରେ କନଷ୍ଟିଟ୍ୟୁସନ୍ ଏଇଠୁ ଆଗକୁ 6 ମାସ ଭିତରେ ଇଲେକ୍ସନ୍ କରାହେବ, ନହେଲେ ପୂର୍ବ 6 ମାସରେ ଇଲେକ୍ସନ୍ କରାଯିବ। ତେଣୁ ଏଇଟା ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆ ଆଣ୍ଡ ଗଭର୍ଣ୍ଣମେଣ୍ଟ ହାତରେ ପାୱାର ଅଛି। ସେମାନେ ଚାହିଁବେ ଆପଣଙ୍କର ଇଲେକ୍ସନ୍ ଏବେ କରାଇବେ, ଏଇ ଜାନୁଆରୀରେ କରାଇବେ, ଆପଣ କିଛି କରିପାରିବେନି। କିନ୍ତୁ ଯେତେବେଳେ ଟର୍ମ ସରୁଛି ସେଇ ପାଖାପାଖି ଜୁନ୍ କିମ୍ବା ତା ପୂର୍ବ ମେ ଏମିତି ପାଖାପାଖି ଇଲେକ୍ସନ୍ ହେବ। ମୁଁ ସେଥିପାଇଁ କହିଲି ଯେବେ ଇଲେକ୍ସନ୍ ହେବ, ଯେଉଁ ଡେଟ୍ରେ ଇଲେକ୍ସନ୍ ହେବ ସେଇଠୁ ଆପଣଙ୍କର 15 ଦିନ ଆଗକୁ ଛାଡ଼ି ଦିଅନ୍ତୁ, ଆଉ ଆପଣଙ୍କର ପାଖାପାଖି ମାସେ ପଛକୁ ଛାଡ଼ି ଦିଅନ୍ତୁ। ମାନେ ରହିବ ଆପଣଙ୍କର ଯେଉଁ ବା 15 ଦିନ ମାସେ ଆଗକୁ ଛାଡ଼ି ଦିଅନ୍ତୁ, ଯେଉଁ ଡେଟ୍ରେ ହେବ ମାସେ ଆଗକୁ ଛାଡ଼ି ଦିଅନ୍ତୁ ଆଣ୍ଡ ଆପଣଙ୍କର ପାଖାପାଖି 45 ଦିନ ପଛକୁ ଛାଡ଼ି ଦିଅନ୍ତୁ। ତ ସେଇ ଡେଟ୍ ରହିବ ଆପଣଙ୍କର 3 ମାସ ଡ୍ୟୁରେସନ୍ ରହିବ ଭୋଟ୍ ଗଣତି ଆଣ୍ଡ କୋଡ଼ ଅଫ୍ କଣ୍ଡକ୍ଟ ଆଣ୍ଡ ଇଲେକ୍ସନ୍। ତ ଏଥିରେ ମାନେ ଭେଜ୍ କରିବାର କିଛି କଥା ନାହିଁ, ଠିକ୍ ଅଛି। କୌଣସି ପର୍ଟିକୁଲାର ଡେଟ୍ ଇଲେକ୍ସନ୍ ଆସିନି, ଟର୍ମ କୁହାହେଇଛି ଯେ ଏଇ ଜୁନ୍ ମାସରେ ଏଇ ସବୁ ଡେଟ୍ରେ ସରୁଛି, ତେଣୁ ଇଲେକ୍ସନ୍ ସେ ପାଖାପାଖି କରାଯିବ। ଇଲେକ୍ସନ୍ ଡେଟ୍ ପର୍ଟିକୁଲାରଲି ଆସିନି ଏବେ ସୁଦ୍ଧା। ଆଣ୍ଡ ନେକ୍ସଟ ହେଉଛି ଆଶାଙ୍କ ପାଇଁ ଖୁସି ଖବର, 1008ଟି ପଦବୀ ଆସିବ, ଯେଉଁଥିରେ କି ଆପଣ ମୁଁ କହି ରଖୁଛି, ମୁଁ ଅଲରେଡ଼ି ତା ରିଗାର୍ଡ଼ିଂ ଭିଡ଼ିଓ କରିସାରିଛି, ଆପଣ ଦେଖିପାରିବେ। 1008 ଶିକ୍ଷକ ନିଯୁକ୍ତି ପାଇବେ ଶିକ୍ଷକମାନେ ଆପଣଙ୍କ +2 ଲେଭେଲରେ ପଢ଼ିବା ପାଇଁ PGT। ସେମାନେ ଡିଟେଲ୍ସ ମୁଁ ଆପଣଙ୍କୁ କହିସାରିଛି। ଆଣ୍ଡ 23ଟି ବିଷୟ ନିଯୁକ୍ତି ଦିଆଯିବ କେଉଁ ବିଷୟରେ, ହଁ, ଯେଉଁ ବିଷୟ ସ୍କୁଲିଂ ସବଜେକ୍ଟ ଓଡ଼ିଆ ହେଉ, ଆପଣଙ୍କର ଇଂଲିଶ ହେଉ, ଆପଣଙ୍କର ଇକୋନୋମିକ୍ସ ହେଉ, ଆପଣଙ୍କର ହିଷ୍ଟ୍ରି ହେଉ, ଓକେ, ଆପଣଙ୍କର ହିଷ୍ଟ୍ରି ହେଉ, ଆପଣଙ୍କର ହିନ୍ଦୀ ହେଉ, ଆପଣଙ୍କର ସାଂସ୍କ୍ରିଟ ହେଉ, ବା ଆପଣଙ୍କର ଫିଜିକ୍ସ ହେଉ, କେମିଷ୍ଟ୍ରି ହେଉ, ମ୍ୟାଥ୍ ହେଉ, ବାୟୋ ହେଉ, ଏସବୁରେ ଆପଣଙ୍କର BEd ଦରକାର। କିନ୍ତୁ ଆନ୍ଥ୍ରୋପୋଲୋଜି, ଏଜୁକେସନ୍, ଠିକ୍ ଅଛି, ଏସବୁରେ BEdର ଆବଶ୍ୟକତା ନାହିଁ PGT କ୍ଷେତ୍ରରେ। କ୍ଲିଅର୍, ଠିକ୍ ଅଛି। ତ 23ଟି ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତି କରିବା ପାଇଁ ବିଭାଗରେ ନିଷ୍ପତ୍ତି ନିଆଯାଇଛି।
एंड नेक्स्ट रही आप देखिए व्हाट सी हैड डिसाइडेड डायरेक्टेड द नवरंगपुर डिस्ट्रिक्ट एडमिनिस्ट्रेशन टू पे गोटे 5 लाख टका आप जानते 2 जन शिक्षक द्वारा जड़े माने छोट झील को गैंगरेप कर गोटे एलिगेशन आसाला निश्चित भाव दुख लगे ये सब कथा शुणिले आज्ञा तो अमानुषिक भाव ये जो जिन कर डिपार्टमेंटाल गोटे सरकार माने गोटे दृष्टान्तमूलक आक्शन नौ ना शिक्षक मान आशा कराए ना ये सब बंद हुआ आज्ञा किंतु गोटे पुणी 5 लाख टंका गोटे परिवार को गोटे छोट झीर भविष्य आप गोटे समाज को गोटे या माने गोटे दर्शन दौरान जे 5 लाख टंका गोटे झीर जीवन तार माने इमोशन कौन कह आगे शिक्षक ये शिक्षक माने बापा माँ जन्म नदवा ठीक ओके एंड परिवार लोक जी अच्छा विष दे मारिदेवा ठीक पुओ झील स्त्री कई थे ना विष दे मारिदेवा आपको ठीक हम ये शिक्षक रहा उचित समाज रे एंड तृतीय दिन में आप देखुन चाकरी ठकुला बुखारी एवं तृतीय दिन में माराथन जेरा कराई पाकिस्तान रु अकाउंट को आसी लक्षाधिक टंका और व्हाट्सएप चैटिंग कोर्ट में लड़ाई परामर्श आप देखिपुंट तो नेक्स्ट आप देखुं गवर्नमेंट ऑफ ओडिशा स्कूल एंड मास एजुकेशन डिपार्टमेंट रही आपंकर कंटिन्यूएंस ऑफ गेस्ट टीचर स्कीम इन गवर्नमेंट एडेड ब्लॉक ग्रांट हाई स्कूल एंड संस्कृत टोल स्टेट तो ये चिठी कराई आप देखिए मुझे रिगार्डिंग आप डिटेल आपको वीडियो करी आप देखिए गेस्ट टीचर रिक्रुटमेंट तो गेस्ट टीचर रे आपंकर माने करा माने रिटायरमेंट पाई सारी आउ प्राइवेट स्कूल से माने पढ़ेबे आउ कौन बाकी रहा आउ एंड नेक्स्ट आप देखिए एएसओ चयन मेरिट लिस्ट कायम रखापी आपणकर जो रही मामला एंड 1104 जन ओपीएससी मेरिट लिस्ट कायम रखले हाईकोर्ट ओपीएससी चयन पाखे कौन त्रुटि होनी बोली हाईकोर्ट भी कहते नेक्स्ट रही आप देखिए हाईकोर्ट रे एएसओ चयन अन्वित मामला 1104 जन ओपीएससी मेरिट लिस्ट कायम रखले हाईकोर्ट रखी बर्तमान जहाँ रही से कौन न्याय नहीं पाइबे कौटी एंड नेक्स्ट देखिए आपंकर तारिणी शिक्षा समूहर वार्षिक उत्सव शिक्षा जीविका नुहे जीवन गढ़ापी माने उत्सर्गित कहुई प्रवासी श्रमिक पिला पाठ पढ़ले आप देखुं आईआईटी एवं आपंकर सीएसआर सेल उन्नत भारत अभियान साक्षरता कार्यक्रम में अंगनवाड़ी प्राथमिक विद्यालय 16 पिला नाम लिखाई कलाहांडी 3 केन्द्रीय विद्यालय इंटरमीडिएट खोल तो आप कहीं कहुचे धर्म निकट बसंत दाबी रही जे इंटरमीडिएट खोलिले कौन हम ना पिला माने गोटे जिनस स्कोप पाइबे पढ़ाई कि भोकेशनल पढ़ला कि आपंकर माने डिफरेंट डिफरेंट कोर्स मैंने एनरोल करें आउ गोटे सुजोग से सृष्टि हम ठीक अच्छे एंड वैषयिक शिक्षा दक्षता विकास पाई टाटा पावर माध्यम एएमयू कराई शिक्षार्थी को शक्ति क्षेत्र में वर्धित निजुक्ति सुजोग प्रदान कर जुक्त 2 परीक्षा केन्द्र में सीसीटीवी गुरुत्व आर चिठी भी आपको देखी नेक्स्ट रही ओएसएस आवेदन सीमा वृद्धि कराई 24 जांग आवेदन 25 जांग पेमेंट आप निश्चित भाव डेरी करूँ बिल्कुल डेरी करूँ समय नष्ट करूँ आज ही अप्लाई करनी ठीक अच्छे एंड झारखंड ओडिया छात्र छात्री को उपेक्षा अभियोग जोटा आप देखिपारे आम देखुचे आंध्र भी से झारखंड भी से निर्भर कला तो से ना मेट्रो को टपिले छोट सहर ठीक अच्छे एंड नेक्स्ट हूँ सरकारी विद्यालय महा अभिभावक और विद्यालय नाम लेखा ह्रास पाई वास्तव में ये रिपोर्ट हम आस सारी सीओआर रिपोर्ट आस सारी मुझे देखी पूरे स्पेशल वीडियो आप देखिए एंड काउंसिल ऑफ हायर सेकेंडरी एजुकेशन ये रही आपंकर आप देखिपारे रिमाइंडर रही ऑफ सीसीटीवी फंक्शनिंग इन स्ट्रॉन्ग रूम्स आपंकर एग्जामिनेशन हॉल रे तो स्मूथ फंक्शनिंग देखो 15 डिसेम्बर सुधा यहाँ कम्प्लीट करने कहला बट है जोटी 30 डिसेम्बर सुधा कम्प्लीट कर नेक्स्ट आप देखिए शेष होती न्यूज अपडेट आशा करी आप वीडियो माध्यम कम्प्लीट इन्फर्मेशन दे पारे हेल्पफुल रही पुणी आप देखा एजुकेशन धन्यवाद।